ବନ୍ଧୁଗଣ, ଆଜି ଗୋଟେ ଚର୍ଚ୍ଚିତ ବିଷୟକୁ ନେଇ ମୁଁ ଫେସବୁକ୍ ଲାଇଭରେ ଆସୁଛି। ବିଷୟ ଏଇଥିଲାଗି ଚର୍ଚ୍ଚିତ, ଏଇଥିଲାଗି ଉଚିତ ମନେ କଲି ଥରେ ଫେସବୁକ୍ ଲାଇଭରେ ଆସି ନିଜ ମନ କଥା କହିବା ଲାଗି। ଦେଖନ୍ତୁ, ବର୍ତ୍ତମାନ ବିହାରରେ ନିର୍ବାଚନ ଚାଲିଛି। ଆଉ ଗତକାଲିର ଗୋଟେ ଟ୍ରେଣ୍ଡିଂ ନ୍ୟୁଜ୍ ହେଲା, ନିଜେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟ ଗୋଟେ ପବ୍ଲିକ୍ ର୍ୟାଲିରେ ଘୋଷଣା କରୁଛନ୍ତି ଯେ ଆଗକୁ ବିହାରରେ 1 କୋଟି ସରକାରୀ ଚାକିରି ପ୍ରଦାନ କରାଯିବ, 1 କୋଟି ଲୋକଙ୍କୁ ନିଯୁକ୍ତି ଦିଆଯିବ ସରକାରୀ କ୍ଷେତ୍ରରେ। ଯଦିଓ କାହିଁକି କେଜାଣି ନିର୍ବାଚନ ଆସିଲେ ଏ ନେତା ମନ୍ତ୍ରୀମାନଙ୍କର ଖାଲି ପ୍ରତିଶ୍ରୁତି କଥା ମନେ ପଡ଼େ। ପୂର୍ବରୁ କେଉଁଠି ଥିବେ କିଛି ଜଣା ନଥିବ। ଯେମିତି ଇଲେକ୍ସନ୍ ଆସିଯିବ, ଆମେ ଅମକା ଦେବୁ, ସମକା ଦେବୁ, ଏ କରିଦେବୁ, ସେ କରିଦେବୁ, ଏମିତି ବିଭିନ୍ନ ପ୍ରକାର କାହାଣୀ ପୂର୍ବରୁ ମଧ୍ୟ କୁହନ୍ତି, ବର୍ତ୍ତମାନ ମଧ୍ୟ କହୁଛନ୍ତି। ଆଉ ଆମର ଭକୁଆ ଜନତା କିଛି ବୁଝିଲେ ନାହିଁ, ସେମିତି ଗରିବୀରେ ରହିବେ, ଅନୁନ୍ନତ ହିଁ ରହିବେ, ପିଲାଛୁଆ ପାଠଶାଠ ପଢ଼ିପାରିବନି। ତଥାପି ବିଭିନ୍ନ ରାଜନୈତିକ ଦଳର ବ୍ୟାଗ୍ ଭୁଆ ସାଜି ସେ ଯାହା କହୁଛନ୍ତି ତାକୁ ଅମୃତ ଭାବି ଗ୍ରହଣ କରି ଭୋଟରେ ଭାଗ ନେଇ ଚାଲିବେ। ଠିକ୍ ଅଛି, ଆଶା କରୁଛୁ ପ୍ରଧାନମନ୍ତ୍ରୀ ମହୋଦୟ ବାରମ୍ବାର ତ ମିଛ କହୁଛନ୍ତି। ବିଭିନ୍ନ ସଭା ସମିତିରେ କୌଣସି କଥାର ଗୋଟେ ଗ୍ରହଣ ନାହିଁ। ଯେମିତି ସବୁ ଲୋକଙ୍କୁ କଳାଧନ ଫେରି ଆସିବ, 15 ଲକ୍ଷ ଟଙ୍କା ମିଳିବ, ଆଉ ଯାହା ଯାହା ସବୁ ବିଭିନ୍ନ ଇଲେକ୍ସନ୍ ଆସିଲେ ଯାହା ଯାହା ତାଙ୍କ ତ ପ୍ରଚାର କରୁଛନ୍ତି, ଆପଣମାନେ ସମସ୍ତେ ଜାଣନ୍ତି, ତା ବାଦରେ ପଶିବାକୁ ଚାହୁଁନି। ବର୍ତ୍ତମାନ ଷ୍ଟୋରି ହେଉଛି ବେକାରୀ ଆଉ ନିଯୁକ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ, କାଲି ମୁଁ ଦେଖୁଥିଲି ସୋସିଆଲ ମିଡ଼ିଆରେ ଅନେକ ଯୁବ ଶିକ୍ଷିତ ବନ୍ଧୁମାନେ ରାସ୍ତାରେ ଆସି ବିକ୍ଷୋଭ କରୁଛନ୍ତି, ସରକାର ଆମକୁ ନିଯୁକ୍ତି ଦିଅ, ନିଯୁକ୍ତି ଦିଅ, ନିଯୁକ୍ତି ଦିଅ। ଏବଂ ନିର୍ବାଚନ ପୂର୍ବରୁ ମଧ୍ୟ ସରକାର ବିଭିନ୍ନ ଏମିତି ମ୍ୟାନିଫେଷ୍ଟୋ ବଢ଼ାଇ ଦେଇଥିଲେ ଯେ ଆମେ ଏତେ ଲୋକଙ୍କୁ ନିଯୁକ୍ତି ଦେବୁ, ସେତେ ଲୋକଙ୍କୁ ନିଯୁକ୍ତି ଦେବୁ। କିନ୍ତୁ ପ୍ରାକ୍ଟିକାଲି ଯେଉଁଟା କେବେ ସମ୍ଭବ ଆଙ୍କ ଦ୍ୱାରା ହେଇନି କି ହେବ ନାହିଁ। ଗୋଟେ ବଡ଼ ରୋଚକ ତଥ୍ୟ ମୁଁ ଆପଣମାନଙ୍କ ଆଗରେ ଦେବାକୁ ଚାହୁଁଛି। 2024 ଆଇଦର ସେପ୍ଟେମ୍ବର ଅକ୍ଟୋବରରେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦାବି କରୁଥିବା ମୋହନ ମାଝୀ ମହୋଦୟ GAPGରୁ ଗୋଟେ ଅର୍ଡ଼ର ବାହାର କଲେ ଯେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ କେମିତି ନିଯୁକ୍ତି ଦିଆଯିବ। ଏକ ତ ଦିଆଯିବନି, ଯଦି ନିହାତି ଆବଶ୍ୟକ ପଡ଼ିଲା କେମିତି ନିଯୁକ୍ତି ଦିଆଯିବ ତାଟା